ସ୍କୁଲରେ କେମିତି ଚାଲିଛି ପାଠପଢ଼ା, କ'ଣ କରୁଛି ପିଲା, ସମସ୍ତ ଗତିବିଧି ଉପରେ ନଜର ରଖିବ ଏଆଇ। ଆପଣଙ୍କ ପିଲା ସ୍କୁଲରେ କ'ଣ କରୁଛି, ପାଠ ପଢ଼ୁଛି କି ନାହିଁ, କେଉଁ ଶିକ୍ଷକ କେତେ ସମୟ ପାଠ ପଢ଼ାଉଛନ୍ତି, କିଏ ଅନୁପସ୍ଥିତ ରହୁଛନ୍ତି, ସବୁ ସ୍କୁଲର ଗତିବିଧି ଉପରେ ନଜର ରଖିବ ଏଆଇ। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଗଣଶିକ୍ଷା ବିଭାଗ। ସ୍କୁଲରେ କେମିତି ହେଉଛି ପାଠପଢ଼ା, ଶ୍ରେଣୀଗୃହରେ ଶିକ୍ଷକ କ'ଣ ପଢ଼ାଉଛନ୍ତି, ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ରହୁଛନ୍ତି କି ନାହିଁ, ଏସବୁ ଉପରେ ତୀକ୍ଷ୍ଣ ନଜର ରଖିବ ଏଆଇ। ମୟୂରଭଞ୍ଜରୁ ମାଲକାନଗିରି, ବାଲେଶ୍ୱରରୁ ବଲାଙ୍ଗୀର ସବୁ ସ୍କୁଲ ଉପରେ ମନିଟରିଂ କରିବ ହେଡକ୍ୱାର୍ଟର। ଶିକ୍ଷା ବ୍ୟବସ୍ଥାରେ ଆହୁରି ସଂସ୍କାର ଆଣିବାକୁ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଏଥିପାଇଁ 5,000ରୁ ଅଧିକ ସ୍କୁଲ ଏଆଇ ଦ୍ୱାରା ପରିଚାଳିତ ଭର୍ଚୁଆଲ କ୍ଲାସରୁମ୍ ଓ ଡିଜିଟାଲ ମୂଲ୍ୟାୟନ ବ୍ୟବସ୍ଥା କରାଯିବ। ଓସେବା ତରଫରୁ 5,370ଟି ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଏହାର ବ୍ୟବସ୍ଥା କରାଯିବ। ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ଉପରେ ପ୍ରାଧାନ୍ୟ ଦିଆଯିବ। ଡିଜିଟାଲ ବିଷୟବସ୍ତୁ ଏବଂ ଏଆଇ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରାଇବା ହେଉଛି ଏହାର ପ୍ରାଥମିକ ଉଦ୍ଦେଶ୍ୟ। ବେଳେବେଳେ ସ୍କୁଲରେ ଅସଙ୍ଗତିର ଚିତ୍ର ଆସେ, କେଉଁଠି ପିଲା ଅଧାରୁ ପାଠ ଛାଡ଼ୁଛନ୍ତି, ଆଉ କେଉଁଠି ପିଲା ପାଠ ପଢ଼ିବାକୁ ସ୍କୁଲ ଯାଉନାହାନ୍ତି। ତେଣୁ ଏହି ଡିଜିଟାଲାଇଜ୍ ବ୍ୟବସ୍ଥା କରି ସ୍କୁଲରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ସଂଯୋଗ ନଥିବାରୁ ସ୍ମାର୍ଟ କ୍ଲାସ ବାସ୍ତବତାର ରୂପ ନେଇପାରୁନି। ତେଣୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଯେଉଁ ବ୍ୟବସ୍ଥା କରାଯାଉଛି ତାହା କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ ତାହା ବଡ଼ ପ୍ରଶ୍ନ। ହେଲେ କୁହାଯାଉଛି ପ୍ରାୟ 50% ସ୍କୁଲକୁ ଭାରତନେଟ୍ କିମ୍ବା ଫାଇବର ନେଟ୍ ସଂଯୋଗ ପ୍ରଦାନ କରାଯିବ, ଯାହାଦ୍ୱାରା ଏହି ବ୍ୟବସ୍ଥାଟି ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ। ପୂର୍ବ ସରକାର ସମୟରେ ସ୍ମାର୍ଟ କ୍ଲାସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା, ହେଲେ ଅନେକ ଜାଗାରେ ଅଧାବନ୍ତରିଆ ହୋଇପଡ଼ିଛି। କେଉଁଠି କମ୍ପ୍ୟୁଟର ନାହିଁ, ଆଉ କେଉଁଠି ଶିକ୍ଷକ ନାହାନ୍ତି, ଜରାଜୀର୍ଣ୍ଣ ହୋଇପଡ଼ିଛି ସ୍ମାର୍ଟ କ୍ଲାସରୁମ୍। ତେଣୁ ପ୍ରାଥମିକ ଶିକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ହାତକୁ ନେଇଛନ୍ତି ସରକାର। ଧନ୍ୟବାଦ।